ଅମୃତରେ ଜହ୍ନମାମୁଁ ଗପ ବିଧିର ବିଧାନ। ଗୋଟିଏ ଗାଁରେ ଜଣେ କୃଷକ ବାସ କରୁଥିଲା। ତାର ପୁଅର ନାଁ ଥିଲା ସୀତାରାମ। ସେ ଗାଈ ଗୋରୁ ଚରାଉଥିଲା। ସବୁଦିନ ସକାଳୁ ଉଠି ମାଲିକଙ୍କ ଘରେ କାମ କରି ବାସି ଭାତ ଖାଇ ସକାଳୁ ସକାଳୁ ଗାଈ ଗୋରୁ ଚରାଇବାକୁ ବାହାରି ଯାଉଥିଲା। ଗାଁ ବାହାରେ ଗୋଟିଏ ବଡ଼ ଉଜୁଡ଼ା ବଗିଚା ରହିଥିଲା। ବହୁଦିନ ପୂର୍ବରୁ ସେଠାରେ ଭଲ ଭଲ ଫଳ ଗଛ ଥିଲା। ଏବେ ଘାସ ଲଟାରେ ଭର୍ତ୍ତି ହୋଇଥିଲା। ସେଇ ବଗିଚାରେ ଗାଈ ଗୋରୁ ଖାଇବା ପାଇଁ ଯଥେଷ୍ଟ ଘାସ ଥିଲା। ସେଠାରେ ଗାଈ ଚରାଇଲେ କାହାର କିଛି କହିବାର ନଥିଲା। କେବେ କେବେ କିଛି ଫଳ ବି ମିଳିଯାଉଥିଲା। ସୀତାରାମ ଏବଂ ତାଙ୍କର କିଛି ସାଙ୍ଗ ଗାଈ ଗୋରୁ ଚରାଇବା ପାଇଁ ଏଇ ବଗିଚାକୁ ଆସୁଥିଲେ। ପଶୁମାନେ ଚରୁଥିବା ସମୟରେ ଗାଈଚରା ପିଲାମାନେ ସାଙ୍ଗ ହୋଇ ଏଇ ନିର୍ଜନ ବଗିଚାରେ ଖେଳୁଥିଲେ। ଖରାବେଳେ ଗଛ ଛାଇରେ ବସି ଗପ କରୁଥିଲେ। ସଞ୍ଜ ନଇଲା ବେଳକୁ ଘରକୁ ଫେରି ଯାଉଥିଲେ। ଦିନେ ସୀତାରାମ ଗାଈ ଗୋରୁଙ୍କୁ ନେଇ ସବୁଦିନ ପରି ବଗିଚାକୁ ଗଲା। ସେଦିନ ଘରେ ଉତ୍ସବ ଥିଲା, ତେଣୁ ଆଉ କେହି ଆସିନଥିଲେ। ସୀତାରାମ ଉତ୍ସବ ବିଷୟରେ କିଛି ଜାଣିନଥିଲା। ଏକୁଟିଆ ଥିଲା, ତେଣୁ ତାକୁ ବଗିଚାରେ ଭଲ ଲାଗିଲା ନାହିଁ। ବଗିଚା ସାରା ବୁଲିଲା, ପିଲାଲୋକ ମନ ଲାଗିଲା ନାହିଁ। ସାଙ୍ଗସାଥୀ ନଥିବାରୁ ଏକୁଟିଆ ଲାଗୁଥିଲା। ରାଗ ଲାଗିବାରୁ ପଶୁମାନଙ୍କ ଉପରେ ରାଗ ସୁଝାଇଲା। ସେମାନଙ୍କୁ ଇଆଡ଼େ ସିଆଡ଼େ ପାଟି କରି ବୁଲାଉଥିଲା। ତଥାପି ସମୟ କଟୁନଥିଲା। ତାର ମନ ଲାଗୁନଥିଲା। ସୀତାରାମ ବିରକ୍ତ ହୋଇ ରହିଥିଲା। ଏତିକି ବେଳେ ତା ଉପରେ ଆସି ଗୋଟିଏ ଭଅଁର ଚକ୍କର କାଟିବାକୁ ଲାଗିଲା। ଭଅଁରଟି ତା ଆଡ଼କୁ ଆସୁଥିବାର ଦେଖି ସେ ତୁରନ୍ତ ତାକୁ ଆଡ଼େଇବାକୁ ଚେଷ୍ଟା କଲା। ବାରମ୍ବାର ଭଅଁରଟି ତା ଚାରିପଟେ ବୁଲିବାରୁ ବିରକ୍ତ ହୋଇ ତାକୁ ମାରିଦେଲା। ରାଗରେ ଦୁଇ ଖଣ୍ଡ କରି ଦୂରକୁ ଫୋପାଡ଼ି ଦେଲା। ସେ ଯାଇ ଗୋଟିଏ ବଡ଼ ଗଛ ଉପରେ ପଡ଼ିଲା। ଗଛ ଉପରେ ପଡ଼ି ଯେମିତି ତାର ଜୀବନ ଆସିଲା, ସେ ଉଡ଼ି ଚାଲିଗଲା। ଦୁଇ ଖଣ୍ଡଯାକ ଏକାଠି ଯୋଡ଼ି ହୋଇଗଲା। ସୀତାରାମ ଏହା ଦେଖି ବିଶ୍ୱାସ କରିପାରିଲା ନାହିଁ। ସେ ଆଶ୍ଚର୍ଯ୍ୟ ହେଲା। ଯେଉଁଠାରେ ଭଅଁର ପଡ଼ିଥିଲା ସେହି ସ୍ଥାନକୁ ଭଲ ଭାବରେ ଦେଖିଲା। ସେ ଗଛରେ ବହୁତ ପତ୍ର ଥିଲା। ସେ ପତ୍ରଗୁଡ଼ିକ ସାଧାରଣ ପତ୍ର ନଥିଲା, ଖୁବ୍ ନରମ ପତ୍ର ଥିଲା। ତାର ମନେ ହେଲା ଯେ ଏଇ ପତ୍ର କାରଣରୁ ମରିଥିବା ପକ୍ଷୀ ଜୀବନ ପାଇଗଲା। ସେ ସଞ୍ଜୀବନୀ ବୁଟି ବିଷୟରେ ଶୁଣିଥିଲା। ମନେ ମନେ ଭାବିଲା, ବୋଧହୁଏ ଏହା ସଞ୍ଜୀବନୀ ବୁଟି। ଏଥିରେ ଜୀବନ ଦାନ କରିବାର କ୍ଷମତା ରହିଛି। ସେ ସାବଧାନତାର ସହିତ ଏଇ ଗଛ କେଉଁଠାରେ ଅଛି ଦେଖିଲା। ସୀତାରାମ କେବେ ବି ବିଶ୍ୱାସ କରୁନଥିଲା ଯେ ସତରେ ସଞ୍ଜୀବନୀ ବୁଟି ଥାଏ। ସେ ମନେ ମନେ ଭାବିଲା ଯେ ବୋଧହୁଏ ସେ ଯେଉଁ ଭଅଁରକୁ ମାରିଥିଲା ସେ ଏଇ ଭଅଁର ନୁହେଁ। ବଗିଚା ସାରା ବୁଲିଲା, କିନ୍ତୁ ମଲା ଭଅଁରକୁ ପାଇଲା ନାହିଁ। ଏତିକିବେଳେ କିଛି ଦୂରରେ ଗୋଟିଏ ମଲା କଙ୍କି ଦେଖିଲା। ତା ଉପରେ ସଞ୍ଜୀବନୀ ପତ୍ର ରଖିଦେବାରୁ ସେ ତୁରନ୍ତ ହଲିଲା ଏବଂ ଏପଟ ସେପଟ ହୋଇ ଉଡ଼ି ଚାଲିଗଲା। ଏବେ ସୀତାରାମ ଜାଣିଗଲା ଯେ ସତରେ ସଞ୍ଜୀବନୀ ବୁଟି ରହିଛି। ଯେ କେହି ତାହା ଛୁଇଁବ ସେ ନିଶ୍ଚୟ ପୁଣି ଜୀବନ ଫେରି ପାଇବ। ସେ ଏହି ଅଦ୍ଭୁତ ବୃକ୍ଷ ବିଷୟରେ ସାଙ୍ଗମାନଙ୍କୁ କହିବା ପାଇଁ ବ୍ୟାକୁଳ ହୋଇଉଠିଲା। ରାତିରେ ନିଦ ହେଲା ନାହିଁ। ସକାଳୁ ସକାଳୁ ସଅଳ ଗାଈ ଗୋରୁ ଧରି ବଗିଚାରେ ସାଙ୍ଗମାନଙ୍କୁ ଅପେକ୍ଷା କରି ରହିଲା। ପରଦିନ ଯେତେବେଳେ ସେମାନେ ଗାଈ ଗୋରୁ ନେଇ ଆସିଲେ, ସେମାନଙ୍କୁ କହିଲା ଯେ ମୁଁ ସଞ୍ଜୀବନୀ ବୁଟି ଦେଖିଛି। ଏହି ବୁଟି ମଲା ଭଅଁର ଏବଂ କଙ୍କିକୁ ମଧ୍ୟ ଜୀବନ ଦେଇଛି। ସେମାନେ ଆଶ୍ଚର୍ଯ୍ୟ ହେବା ପରିବର୍ତ୍ତେ ହସିଲେ, ତା କଥାକୁ ହସରେ ଉଡ଼ାଇଦେଲେ, ତାକୁ ପରିହାସ କଲେ। ସୀତାରାମକୁ ରାଗ ମାଡ଼ିଲା, କିନ୍ତୁ କୌଣସି ମତେ ତାକୁ ସେ ଗଛ ଦିଶିଲା ନାହିଁ। କିଛି ଦିନ ବିତିଗଲା। ଦିନେ ସକାଳୁ ଗାଁର ମୁଖିଆ ମରିଗଲା। ଗାଁରେ ତାଙ୍କର 2 ମହଲା ଘର ଥିଲା। ସେ ଭାରି ଧନୀ ଓ ଦାନୀ ଥିଲେ। ଗୋଟିଏ ମନ୍ଦିର ତିଆରି କରିଥିଲେ, କୂଅ ପୋଖରୀ ଖୋଳିଥିଲେ, କେତେକ ଧର୍ମଶାଳା ମଧ୍ୟ ତିଆରି କରିଥିଲେ। କେହି ବାହା ହୋଇ ସଂସାର କଲେ ବହୁତ ଧନରତ୍ନ ଦେଉଥିଲେ। ମୁଖିଆ ସମସ୍ତଙ୍କ ସୁଖ ଦୁଃଖରେ ଠିଆ ହେଉଥିଲେ। ସାରା ଗାଁର ସେ ଯେମିତି ସାହା ଭରସା ଥିଲେ। କେବେ କାହାକୁ କଷ୍ଟ ଦେଉନଥିଲେ। କେହି ରୋଗ ବ୍ୟାଧିରେ ପଡ଼ିଲେ ନିଜେ ପଥି ଓ ଔଷଧର ବ୍ୟବସ୍ଥା କରୁଥିଲେ। ଖାଲି ସେତିକି ନୁହେଁ, ଭଲ ହେବା ଯାଏଁ ମଝିରେ ମଝିରେ ଦେଖି ଯାଉଥିଲେ।
ଗାଁ ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିଥିଲେ। ଲୋକେ ଯେମିତି ରୋଗରେ ନ ପଡ଼ନ୍ତି ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରୁଥିଲେ। ତେଣୁ ଗାଁ ଲୋକେ ତାଙ୍କୁ ଭଗବାନ ପରି ମାନୁଥିଲେ। ମରିବା ଆଗରୁ ସେ ମାସେ କାଳ ଶେଯରେ ପଡ଼ିଥିଲେ। ବହୁତ ଔଷଧ ଖାଇଲେ। କେତେ ବୈଦ୍ୟ ଚିକିତ୍ସା କଲେ, କିନ୍ତୁ କେହି ସଫଳ ହେଲେ ନାହିଁ। କୌଣସି ଔଷଧ କାମ କଲା ନାହିଁ। ଶେଷରେ ମୁଖିଆ ଆଖି ବୁଜିଲେ। ସକାଳୁ ସକାଳୁ ମୁଖିଆଙ୍କ ଘର ଆଗରେ ଲୋକଙ୍କର ଭିଡ଼ ଲାଗିଲା। କେହି କେହି ମୁଖିଆଙ୍କୁ ପ୍ରଶଂସା କରୁଥିଲେ, ଆଉ କେହି କେହି କହୁଥିଲେ, ବୈଦ୍ୟ ଔଷଧ ଦେଇପାରନ୍ତି, ଜୀବନ ତ ଦେଇପାରିବେ ନାହିଁ। ଯାହା ଭାଗ୍ୟରେ ଥିବ ତାହା ହିଁ ଘଟିବ। ଗାଁର ପୁରୋହିତ କହୁଥିଲେ। ସୀତାରାମ କାନରେ ଏଇ କଥା ପଡ଼ିଲା। ସେ ଗାଈ ଚରାଇବାକୁ ବଗିଚାକୁ ଯାଉଥିଲା। ସବୁ କିଛି ଜାଣି କହିଲା, ମୁଁ ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବି। ଉଜୁଡ଼ା ବଗିଚାରେ ସଞ୍ଜୀବନୀ ଗଛ ଅଛି। ସେ ପୂର୍ବରୁ ଯାହା ଆଖିରେ ଦେଖିଥିଲା ସେଇ କଥା କହିଲା। କେହି ତା କଥା ବିଶ୍ୱାସ କଲେ ନାହିଁ। ଜଣେ ଦୁଇ ଜଣ ତା ସହିତ ବଗିଚାକୁ ଗଲେ। ସୀତାରାମ ପ୍ରଥମେ ବଗିଚାରେ ପହଞ୍ଚିଲା, ତାପରେ ଗାଁ ଲୋକେ ଗଲେ। ସେ ଜାଣିଥିଲା ଗଛ କେଉଁଠାରେ ଅଛି, ତେଣୁ ସିଧା ସେଇ ସ୍ଥାନକୁ ଚାଲିଗଲା। ସେଠାରେ ଯାଇ ଗଛ ଖୋଜିଲା। ସବୁଦିନ ଯେଉଁ ଗଛ ଓ ସୁନ୍ଦର ନରମ ପତ୍ର ଦେଖୁଥିଲା, ସେଇଦିନ ତାକୁ ଦିଶିଲା ନାହିଁ। ସେ ଏପଟ ସେପଟ ହେଲା। ଗୋଟିଏ ଗଛ ପାଖରୁ ଆଉ ଗୋଟିଏ ଗଛ ପାଖକୁ ଗଲା। ତାର ଏଇପରି ଏପଟ ସେପଟ ହେବା ଦେଖି ଗାଁ ଲୋକଙ୍କୁ ରାଗ ଲାଗିଲା। ତାକୁ ମାଡ଼ ଦେଲେ। ଏପଟେ ଗାଁ ଲୋକଙ୍କ ଠାରୁ ମାଡ଼ ଖାଇବାର କଷ୍ଟ, ସେପଟେ ଗଛ କିପରି ଅଦୃଶ୍ୟ ହୋଇଗଲା ତାର କଷ୍ଟ ତାକୁ ଅଧୀର କରିଦେଉଥିଲା। 15 ଥର ସେଇ ବଗିଚାରେ ଏପଟ ସେପଟ ଯାଏଁ ବୁଲିଲା, କିନ୍ତୁ ତାକୁ ସଞ୍ଜୀବନୀ ବୁଟି ଦିଶିଲା ନାହିଁ। ଯାହା ହେଉନା କାହିଁକି, ମୁଖିଆ ଜୀବନରେ ବଞ୍ଚିବା ଲେଖା ନଥିଲା। ତେଣୁ ସଞ୍ଜୀବନୀ ବୁଟି ତା ସାମ୍ନାରେ ଥାଇ ମଧ୍ୟ ଦେଖାଗଲା ନାହିଁ।